ଆ, ଆଜି ସଦର ଥାନା ପରିସର ଭିତରେ ଗୋଟେ ସମ୍ବାଦୀୟ ସମ୍ମିଳନୀ ଡକାଯାଇଛି। ଏଥିରେ ହେଇଥିଲା ଯେ ଗତ 26/1 ଶ୍ୟାମାଖୁଣ୍ଟାର ଶ୍ୟାମାଖୁଣ୍ଟା ବ୍ଲକ ଏରିଆ ଧନପୁରର ଗୋଟେ ଏଚପି ଗୋଦାମରୁ 56ଟା ଗ୍ୟାସ୍ ସିଲିଣ୍ଡର ଚୋରି ହେଇଥିଲା। ତା ଉପରେ ସୁରେନ୍ଦ୍ରନାଥ ମହନ୍ତ ଗୋଟେ ରିପୋର୍ଟ ଦେଇଥିଲେ। ରିପୋର୍ଟ ଦେବା ପରେ କେସ୍ ନମ୍ବର 27 ଡେଟ୍ 26/1/2024 457/380 ଉପରେ କେସ୍ ହେଇଥିଲା। ସେ କେସ୍ର ଇନଭେଷ୍ଟିଗେସନ କଲା ପରେ 5 ଜଣ ଆକ୍ୟୁଜକୁ ଆରେଷ୍ଟ କରାହେଇଛି। 5 ଜଣ ଆକ୍ୟୁଜକୁ ଆରେଷ୍ଟ କରାହେଇଛି ଆଉ 3 ଜଣ ରିସିଭରକୁ ବି ଆରେଷ୍ଟ କରାହେଇଛି। ଆଉ ବର୍ତ୍ତମାନ ସୁଦ୍ଧା 56ଟା ଯେଉଁ ଚୋରି ହେଇଥିଲା ସେଥିରୁ 18ଟା ଗ୍ୟାସ୍ ସିଲିଣ୍ଡର ମିଳିଛି। ଆଉ ତାଙ୍କ ପାଖରୁ ଯେଉଁ ଭେହିକିଲ୍ ୟୁଜ୍ କରୁଥିଲେ ଭେହିକିଲ୍ ଗୁଡ଼ାକ ଗୋଟେ ଟାଟା ଇଣ୍ଡିଗୋ ସିଏସ୍ ଟାଟା ପିକଅପ୍ ଗାଡ଼ି ସିଜ୍ କରାହେଇଛି। କିଛି ମୋବାଇଲ ଫୋନ୍ ମିଳିଛି। ଆଉ ଆଉ ଏଇ ଯେଉଁ କ୍ରିମିନାଲ ମାନେ ଅଛନ୍ତି ଏମାନେ ଆଗରୁ ମଧ୍ୟ ବଡ଼ସାହି ପିଏସ୍, ବିଶୋଇ ପିଏସ୍ ଆଉ କୁଳିଆଣା ପିଏସ୍ରେ ମଧ୍ୟ ସମ୍ପୃକ୍ତ ଅଛନ୍ତି। ଆଉ ଯେଉଁ ବାକି ରହିଲା ଯାହା ଯେଉଁ ରିକଭରି ପାର୍ଟ ଯାହା ରହିଲା ତା ଉପରେ ଇନଭେଷ୍ଟିଗେସନ ଚାଲିଛି। ଇନଭେଷ୍ଟିଗେସନ ପରେ ଜଣାପଡ଼ିବ। ଆଉ କିଛି କାମରେ ଅଛନ୍ତି? ହଁ, ସେମାନେ ସଂଶ୍ଳିଷ୍ଟ ଅଛନ୍ତି। ବଡ଼ସାହି ପିଏସ୍ରେ, ବିଶୋଇ ପିଏସ୍ରେ, କୁଳିଆଣା ପିଏସ୍ରେ କେସ୍ ରେଜିଷ୍ଟ୍ରେସନ ହେଇଛି। ଗ୍ୟାସ୍ ସିଲିଣ୍ଡର ଚୋରିକୁ ନେଇକି ଗ୍ୟାସ୍ ସିଲିଣ୍ଡର ଚୋରି ନାଇଁ ସୋଫା ହତ୍ୟା ରହିଛି। ଭେହିକିଲ ଗୁଡ଼ା ତାଙ୍କର ନା ଚୋରି ଭେହିକିଲ? ଭେହିକିଲ ଗୁଡ଼ା ତାଙ୍କର ଯେଉଁମାନେ ଅଛନ୍ତି ସେମାନଙ୍କର ଭେହିକିଲ। କନଫ୍ୟୁଜ କରିଛନ୍ତି ସାର୍ ସେ ଅନ୍ୟ ଥାନାରେ ଯେଉଁ ଚୋରି ସେମାନେ ଇନଭଲ୍ଭ ହେଲେ ଆଡମିଟ୍ କରିଛନ୍ତି। ଆଉ କିଏ ଥିଲେ କି ନା? ଏତିକି ଅଛନ୍ତି। ଆଉ କିଏ କିଏ ଅଛନ୍ତି ନ ଅଛି ତାକୁ ଆମେ ଇନଭେଷ୍ଟିଗେସନ କରି ଜଣାପଡ଼ିବ। ବାହାର ରାଜ୍ୟ ସହିତ ଏମାନଙ୍କ କିଛି ହାତ ରହିଛି? ଥାଇପାରେ ସେ ଯେଉଁ ମାନେ ମୋବାଇଲ ଯେଉଁ ରଖା ହେଇଛି ମୋବାଇଲ ସିଡିଆର ଆନାଲିସିସ୍ କଲା ପରେ ଜଣାପଡ଼ିବ ଯେ ପ୍ରକୃତରେ ବାହାରର କିଛି ମାନେ ଜିନିଷ ଯାହା କ୍ରାଇମ୍ କଲେ ଏଠି ଝାଡ଼ଖଣ୍ଡ ଏରିଆକୁ କି ବେଙ୍ଗଲ ଏରିଆକୁ କୁଆଡ଼େ ପଠାଉଛନ୍ତି ନା କୋଉଠି ପଠାଉଛନ୍ତି ଜଣାପଡ଼ିବ।